ସାଙ୍ଗମାନେ ଜୟ ଜଗନ୍ନାଥ। ମାନେ ଜାଣିଛନ୍ତି କି ଯଦି କୌଣସି ସମୟରେ ଆମର ମୋବାଇଲରେ ଇଣ୍ଟରନେଟ୍ ନଥିବ ତାହେଲେ ଆମେ ଯଦି ଆମକୁ ଲାଇଭ୍ ଲୋକେସନ୍ ପଠାଇବାକୁ ଅଛି ତାହେଲେ ଆମେ କ'ଣ କରିବା? ତା ପାଇଁ ଇଣ୍ଟରନେଟ୍ର ଅଭାବରେ ଆପଣ ମାନେ ନିଜର ଲାଇଭ୍ ଲୋକେସନ୍ ଟେକ୍ସଟ ମେସେଜ ମାଧ୍ୟମରେ ପଠାଇବାର ସେଟା ମୁଁ ଆପଣମାନଙ୍କୁ ଜଣେଇବି। ଟେକ୍ସଟ ମେସେଜରେ ଲାଇଭ୍ ଲୋକେସନ୍ ପଠାଇବା ପାଇଁ ସର୍ବପ୍ରଥମ ଆମେ ଯିବା ଗୁଗଲ ପ୍ଲେ ଷ୍ଟୋର। ଆମେ ଟାଇପ୍ କରିବା ଡିଜିଟାଲ କମ୍ପାସ୍। ଦେଖନ୍ତୁ ଟପ୍ରେ ଡିଜିଟାଲ କମ୍ପାସ୍ ଶୋ କରୁଛି, ମୋର ଆଗରୁ ଇନଷ୍ଟଲ୍ ଅଛି। ତାହେଲେ ଆପଣମାନେ ଇନଷ୍ଟଲ୍ କରିବେ। ଇନଷ୍ଟଲ୍ କଲା ପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଓପନ୍ ଆସିଲା, ଓପନ୍ କ୍ଲିକ୍ କରିବେ। ଓପନ୍ କ୍ଲିକ୍ କଲା ପରେ ଆପଣଙ୍କୁ ଏନ୍ତା ଇଣ୍ଟରଫେସ୍ ଶୋ କରିବ। ଇଣ୍ଟରଫେସ୍ ଶୋ କଲା ଯେଉଁ ଜାଗାରେ ଆପଣଙ୍କୁ ଦେଖାଉଛି ଡିଗ୍ରୀ ଦେଖାଉଛି 207 208 ସାଉଥ୍ ୱେଷ୍ଟ, ତା ଟପ୍ରେ ଗୋଟେ ସିମ୍ବଲ୍ ଶୋ, ସେଇଟା ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଏ ଲଙ୍ଗିଟ୍ୟୁଡ୍ ଆଉ ଲେଟିଟ୍ୟୁଡ୍ ଆଉ ଲଙ୍ଗିଟ୍ୟୁଡ୍ ଶୋ କରୁଛି। ଲଙ୍ଗିଟ୍ୟୁଡ୍ ଆଉ ଲେଟିଟ୍ୟୁଡ୍ଟାକୁ ଆମେ କପିର ଯେଉଁ ସିମ୍ବଲ୍ ଅଛି ସେ ଯାଇ କପି କରିଦେବା। କପି କଲା ପରେ ଆମେ ବ୍ୟାକ୍ ହେଇକରି ଆମେ ଟେକ୍ସଟ ମେସେଜ ପଳାଇଯିବା। ଟେକ୍ସଟ ମେସେଜ ଗଲା ପରେ ଆମେ ଯାହା ପାଡ଼େ ଆମେ ପଠାଇବାକୁ ଚାହୁଁଛନ୍ତି ଆମର ଲୋକେସନ୍, ତ ତା ଟେକ୍ସଟ ମେସେଜ ଆମେ କପି ପେଷ୍ଟ କରିଦେବା। ଯାହା ଆମେ ଆଗେ ପୂର୍ବ ଯେଉଁ କପି କରିଛନ୍ତି, ଏ ଦେଖନ୍ତୁ ଏ ଆସିଲା ଟେକ୍ସଟ ମେସେଜ, ଏଇଟା ଆମେ ସେଣ୍ଡ କରିଦେବା। ତ ଆମେ କୌଣସି ବିଷମ ପରିସ୍ଥିତିରେ ଆମେ ଆମର ପାଖରେ ଯଦି ଇଣ୍ଟରନେଟ୍ର ଅଭାବ ଥିବ ସେ ସମୟରେ ଆମେ ଟେକ୍ସଟ ମେସେଜ ମାଧ୍ୟମରେ ନିଜର ଲାଇଭ୍ ଲୋକେସନ୍ଟାକୁ ପଠାଇ ପାରିବା। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।